ଗରୁଡ଼ ପୁରାଣ ଅନୁଯାୟୀ ଦୁନିଆର 5ଟି ସବୁଠୁ ବଡ଼ ପାପ। ଏମିତି କାମ କରୁଥିଲେ ସାବଧାନ, ନହେଲେ ସିଧା ନର୍କ ଚାଲିଯିବେ। ଗରୁଡ଼ ପୁରାଣ ଅନୁଯାୟୀ ମଣିଷ ଯଦି ଏହି 5ଟି ପାପ କରିଥାଏ, ତେବେ ତାକୁ ଏହାର କୁପରିଣାମ ନିହାତି ଭୋଗ କରିବାକୁ ପଡ଼ିଥାଏ। ଧର୍ମଗ୍ରନ୍ଥ ମାନଙ୍କରେ ପାପ ଓ ପୁଣ୍ୟକୁ ବିଶେଷ ମହତ୍ତ୍ୱ ଦିଆଯାଇଛି। ପାପୀ ବ୍ୟକ୍ତିକୁ ମୃତ୍ୟୁ ପରେ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ, ଅର୍ଥାତ୍ ସେ ନର୍କ ଯନ୍ତ୍ରଣା ଭୋଗିଥାନ୍ତି, ଯେଉଁଠି କଳ୍ପନାଠାରୁ ବାହାରେ କଷ୍ଟ ଯନ୍ତ୍ରଣାର ସାମ୍ନା କରିବାକୁ ପଡ଼େ। କୌଣସି ବ୍ୟକ୍ତିଙ୍କ କର୍ମ ଅନୁଯାୟୀ ତାଙ୍କୁ ନର୍କ ଦଣ୍ଡ ଦିଆଯାଇଥାଏ ବୋଲି ଶାସ୍ତ୍ରରେ କୁହାଯାଉଛି। ଜୀବନରେ ଭଲ କର୍ମ କରିଥିବା ବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ, କିନ୍ତୁ ଈଶ୍ୱର ଭୟ ବିନା ଜୀବନରେ କୁକର୍ମ କରିଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ପରେ ନର୍କ ଯାତ୍ରୀ ହେବାକୁ ପଡ଼ିଥାଏ। ଗରୁଡ଼ ପୁରାଣରେ ବିଭିନ୍ନ ପାପ ଓ ଏହାର ଦଣ୍ଡ ବିଷୟରେ କୁହାଯାଇଛି। ଆମେ ଆପଣଙ୍କୁ କହିବୁ କି ଶାସ୍ତ୍ର ଅନୁଯାୟୀ କେଉଁ 5ଟି କାମକୁ ଦୁନିଆର ସବୁଠୁ ବଡ଼ ପାପ ବୋଲି ମନାଯାଇଥାଏ। ବିଶ୍ୱାସ ରହିଛି କି ମଣିଷ ଜନ୍ମ ଏକ ଦୁର୍ଲଭ ଜନ୍ମ। ଅନେକ ଜନ୍ମ ପରେ ମଣିଷ ଜନ୍ମ ମିଳିଥାଏ। ତେଣୁ ମୃତ୍ୟୁ ପରେ ଯେପରି ନର୍କକୁ ଯିବାକୁ ନ ପଡ଼େ, ସେଥିପାଇଁ ବଞ୍ଚି ଥାଉ ଥାଉ ଭଲ କର୍ମ କରିବା ଉଚିତ। ଏମିତି ତ ପ୍ରତ୍ୟେକ ବ୍ୟକ୍ତି ପାପ କରିଥାନ୍ତି, କିନ୍ତୁ ଏଭଳି କିଛି କର୍ମ ରହିଛି ଯାହାକୁ ମହାପାପ ବୋଲି କୁହାଯାଏ ଓ ଏହାର ଦଣ୍ଡ ବିଧାନ ରହିଛି। ତେବେ ଚାଲନ୍ତୁ ଜାଣିବା ସେଗୁଡ଼ିକ କ'ଣ। ପ୍ରଥମରେ, ଯେଉଁ ବ୍ୟକ୍ତି ବ୍ରହ୍ମ ହତ୍ୟା କରିଥାଏ, ସେ ମହାପାପର ଭାଗୀଦାରୀ ହୋଇଥାଏ। ଶାସ୍ତ୍ରରେ ଏହିଭଳି ପାପର କୌଣସି ପ୍ରାୟଶ୍ଚିତ ନାହିଁ। ତେଣୁ ଏଭଳି ମହାପାପ କରିଥିବା ବ୍ୟକ୍ତି 16ଟି ନର୍କର ଯନ୍ତ୍ରଣା ପାଇଥାଏ। ଦ୍ୱିତୀୟରେ, ଗୋ ହତ୍ୟା କରୁଥିବା ବ୍ୟକ୍ତି ମଧ୍ୟ ମହାପାପୀ ହୋଇଥାନ୍ତି। ଯଦି ଅଜାଣତରେ ଏଭଳି ପାପ ହୋଇଯାଉଛି, ତେବେ ତୁରନ୍ତ ଗଙ୍ଗା ସ୍ନାନ କରିବା ଉଚିତ, ନଚେତ୍ ବ୍ୟକ୍ତିଙ୍କୁ 16 ନରକର ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। ତୃତୀୟରେ, ସୁନା ଚୋରିକୁ ମଧ୍ୟ ଶାସ୍ତ୍ରରେ ମହାପାପ ବୋଲି କୁହାଯାଏ। ଏଭଳି ବ୍ୟକ୍ତି ବଞ୍ଚିଥିବା ବେଳେ ତ ଶାରୀରିକ ଯନ୍ତ୍ରଣା ଭୋଗ କରେ ଏବଂ ମୃତ୍ୟୁ ପରେ 16 ନରକର ଯନ୍ତ୍ରଣା ଭୋଗିଥାଏ। ତେଣୁ କେବେ ବି ଭୁଲରେ କାହାର ସୁନା ଅଳଙ୍କାର ଚୋରି କରିବା ଅନୁଚିତ। ଚତୁର୍ଥରେ, ଯେଉଁ ବ୍ୟକ୍ତି ନିଜ ଗୁରୁଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖେ, ସେ ମଧ୍ୟ ମହାପାପ କରିଥାଏ। ଏଭଳି ବ୍ୟକ୍ତି ମଧ୍ୟ 16 ନରକର ଯନ୍ତ୍ରଣା ପାଇଥାଏ ଓ ସବୁଦିନ ପାଇଁ ନରକରେ ରହିଥାଏ। ପଞ୍ଚମରେ, ଏହି ସମସ୍ତ ପାପ କରୁଥିବା ବ୍ୟକ୍ତିଙ୍କ ସହଯୋଗ କରୁଥିବା ବ୍ୟକ୍ତି ମଧ୍ୟ ତାଙ୍କ ସହ ମହାପାପର ଭାଗୀଦାରୀ ହୋଇଥାଏ। ତେଣୁ ସେ ମଧ୍ୟ 16 ନରକର ଯନ୍ତ୍ରଣା ଭୋଗ କରିଥାନ୍ତି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆଗକୁ ଅଧିକ ଅପଡେଟ୍ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ ଏବଂ ସୋସିଆଲ ମିଡ଼ିଆରେ ଆମକୁ ଫଲୋ କରନ୍ତୁ।